ଅଷ୍ଟମ ଗଳ୍ପ ଅକାମୀ ଆକାଶ। ହାତରେ ଶଙ୍ଖା, ମଥାରେ ସିନ୍ଦୂର ପିନ୍ଧି ବଧୂ ବେଶ ସାଜିବା ପାଇଁ କେଉଁ କୁମାରୀ ଇଚ୍ଛା କରେନି? ସୁଲୋଚନା ସେଥିରୁ କିପରି ବ୍ୟତିକ୍ରମ ହେବ? ସେ ମଧ୍ୟ ଏପରି ଏକ ମଞ୍ଜୁଳ ସାମାଜିକ ବିଧିବନ୍ଧନର ପ୍ରୟାସ କରିଥିଲା, କିନ୍ତୁ ଏହା ତା ପାଇଁ ଏତେ ସହଜ ନଥିଲା। ଏଥିପାଇଁ ତାକୁ ଦୁଃଖରେ ଛିଡ଼ା ହେବାକୁ ପଡ଼ିଥିଲା। ବାପା ତାକୁ ଶପଥ କରାଇ ଦେଇ ଆରପାରିକୁ ଚାଲିଯାଇଥିଲେ। ବାପାଙ୍କର ବାଲ୍ୟବନ୍ଧୁ ସଦାଶିବ ବାବୁଙ୍କ ଏକମାତ୍ର ପୁତ୍ର ଉନ୍ମେଷକୁ ବିବାହ କରିବା ପାଇଁ ସୁଲୋଚନାକୁ ଅନ୍ତିମ ସମୟରେ ମଧ୍ୟ ମନେ ପକାଇ ଦେଇଥିଲେ। ସୁଲୋଚନା ମଧ୍ୟ ଏହାକୁ ଗ୍ରହଣ କରିନେଇଥିଲା, କିନ୍ତୁ ମା ଏହାକୁ ତୀବ୍ର ବିରୋଧ କରିଥିଲେ। କାରଣ ସଦାଶିବ ବାବୁ ଜଣେ ବିତ୍ତଶାଳୀ ସମ୍ଭ୍ରାନ୍ତ ବଂଶର ଖ୍ୟାତିସମ୍ପନ୍ନ ମଣିଷ। ସେ ତାଙ୍କ ଭଳି ମଧ୍ୟବିତ୍ତ ପରିବାରର ତାଙ୍କର ଏକମାତ୍ର କନ୍ୟାକୁ ସେ ଘରକୁ ବୋହୂ କରି ପଠାଇଲେ ତାଙ୍କୁ ସବୁବେଳେ ଅଧୀନସ୍ଥ ହେଲା ଭଳି ଲାଗିବ। ମା'ର ଏଭଳି ଭାବନାକୁ ବଦଳାଇ ଦେଇଥିଲା ସୁଲୋଚନାର ଯୁକ୍ତି। ସୁଲୋଚନା ଦିନେ ଭୟଙ୍କର ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥାଏ। ରକ୍ତର ଆବଶ୍ୟକ ହୁଏ। ଉନ୍ମେଷ ରକ୍ତଦାନ କରି ସୁଲୋଚନାକୁ ମୃତ୍ୟୁ ମୁଖରୁ ବଞ୍ଚାଇ ଦେଇଥିଲା। ତେଣୁ ଉନ୍ମେଷ, ଯିଏକି ତାର କଲେଜ ସହପାଠୀ, ତାକୁ ବିବାହ କରି ସଦାଶିବ ବାବୁଙ୍କର ଗେହ୍ଲା ବୋହୂ ହୋଇପାରିଲା। ଭାଗ୍ୟର ବିଡ଼ମ୍ବନା ଯେ ସଦାଶିବ ବାବୁ ଏ ସଂସାରରୁ ବିଦାୟ ନେଇସାରିଥିଲେ। ଶାଶୁ ମଧ୍ୟ କନ୍ୟାର ସ୍ନେହରେ ସୁଲୋଚନାକୁ ବାନ୍ଧି ରଖିଥିଲେ। ବିଧିର ବିଧାନକୁ ଏଡ଼ିଯିବା ପାଇଁ କାହାର ଶକ୍ତି ନାହିଁ। ବିବାହର 4 ମାସଠି ଉନ୍ମେଷର ଦେହାନ୍ତ ହୋଇଗଲା। ସୁଲୋଚନା ମଥାରେ ଦୁଃଖର ବାଦଲ, ହୃଦୟରେ ଲହ ଲହ ନିରାଶାର ବହ୍ନି ତାକୁ ପ୍ରତି ମୁହୂର୍ତ୍ତରେ ଜାଳିଲା। ସେତେବେଳେ ତାର ମନେ ପଡ଼ିଲା ନିଜ ମା କଥା। ମା କହୁଥିଲା ତାର କଲେଜ ସହପାଠୀ ସମ୍ପଦକୁ ବିବାହ କରିବା ପାଇଁ। ସେ ଥିଲା ତାଙ୍କ ଜନ୍ମାସ୍କନ୍ଦ। ଉନ୍ମେଷର ଅନ୍ତରଙ୍ଗ କଲେଜ ସହପାଠୀ ଥିଲା ସମ୍ପଦ। ଅନେକ ଦିନରୁ ବାପା ମା'କୁ ହରାଇ ସାରିଥିଲା ସେ। ସଂସାର କହିଲେ ସେ ଏକା। ସଦାଶିବ ବାବୁଙ୍କ ପତ୍ନୀ ସୁଲୋଚନାକୁ ସାନ୍ତ୍ୱନା ଦେଇ କହିଥିଲେ, ଆରେ ମା, ଭାଙ୍ଗି ପଡ଼ନା, ମୁଁ ପରା ତୋ ମା। ଶୁଣୁ, ମୁଁ ଦିନେ ଗୋଟିଏ ମୋଟର ଦୁର୍ଘଟଣାରେ ପଡ଼ି ମୃତ୍ୟୁ ସହିତ ଲଢ଼ୁଥିଲି। ବଞ୍ଚିବା ପାଇଁ ରକ୍ତ ଦରକାର ହେଲା। ଉନ୍ମେଷର କଲେଜ ସାଙ୍ଗ ସମ୍ପଦ ରକ୍ତଦାନ ଦେଇ ମୋତେ ବଞ୍ଚାଇ ଦେଇଛି। ସେଦିନରୁ ବାପା ମା ନଥିବା ସମ୍ପଦ ମୋର ବି ଗୋଟିଏ ପୁଅ ପରି ଅଛି। ଦୁଃଖ କରନା, ମୁଁ ତୋ ମା'କୁ କଥାଟା ଜଣେଇ ତା ସହିତ ତୋର ବାହାଘର କରିଦେବି। ସେ ଆମରି ଘରେ ରହିବ। ସୁଲୋଚନାର ଏଥିରେ ଅସମ୍ମତି ନଥିଲା। ତାର ମା ମଧ୍ୟ ପ୍ରସ୍ତାବକୁ ସ୍ୱାଗତ କରିଥିଲେ। ସୁଲୋଚନା ଯେଉଁ ସମ୍ପଦକୁ ଦିନେ ଅକାମୀ ଆକାଶ ଭାବୁଥିଲା, ସତରେ ସେ କ'ଣ ଆଜି ଅକାମୀ ଆକାଶ?